ଗୋଟିଏ ଗାଁରେ ଗୋଟିଏ ପିଲା, ତାର ନାଁ ହେଉଛି ଆଦିତ୍ୟ ଏବଂ ଏକ ଝିଅ ଥିଲା, ତାର ନାମ ହେଉଛି ସୁମି। ଆଦିତ୍ୟ ଗରିବ ପରିବାରରୁ ଥିଲା, କିନ୍ତୁ ପାଠପଢ଼ାରେ ବହୁତ ମେଧାବୀ। ସୁମି ସମୃଦ୍ଧ ପରିବାରରୁ ଥିଲା, କିନ୍ତୁ ସେହିପରି ସହାନୁଭୂତିଶୀଳ ଓ ସଦାୟ ସହାୟତାକାରୀ ଥିଲା। ସେମାନେ ଦୁଇ ଜଣଙ୍କ ମଧ୍ୟରେ ସତ୍ୟ ପ୍ରେମ ଜନ୍ମିଲା। ଗାଁ ଲୋକ କହୁଥିଲେ, ଗରିବ ଓ ଧନୀ ପରିବାରର ପ୍ରେମ କେବେ ସମ୍ଭବ ନୁହେଁ, କିନ୍ତୁ ଆଦିତ୍ୟ ଓ ସୁମି କେବେ ହାର ମାନିଲେ ନାହିଁ। ଯେତେବେଳେ ଆଦିତ୍ୟଙ୍କୁ ପାଠପଢ଼ା ପାଇଁ ପୁସ୍ତକ ମିଳୁନଥିଲା, ସୁମି ତାଙ୍କୁ ପ୍ରେରଣା ଦେଇଥିଲା, ତୁମର ପରିଶ୍ରମ ହିଁ ସର୍ବଶ୍ରେଷ୍ଠ ଶକ୍ତି। ଯେତେବେଳେ ସୁମି ସମାଜର ଆଲୋଚନାକୁ ଭୟ ପାଉଥିଲା, ଆଦିତ୍ୟ କହୁଥିଲା, ସତ୍ୟ ପ୍ରେମ ଥିଲେ ସମାଜର ଭୟକୁ ଜିତି ହେବା ସହଜ। କିଛି ବର୍ଷ ପରେ ଆଦିତ୍ୟ ଏକ ଇଞ୍ଜିନିୟର ହେଲେ। ସୁମି ଏକ ନୂଆ ବ୍ୟବସାୟ ଆରମ୍ଭ କଲେ। ଦୁଇ ଜଣ ମିଶି ପ୍ରମାଣ କରିଲେ ଯେ ପ୍ରେମର ଅର୍ଥ କେବଳ ସୁବିଧା, ଧନ ଦୌଲତ କିମ୍ବା ରୂପ ସୌନ୍ଦର୍ଯ୍ୟ ନୁହେଁ। ପ୍ରେମର ସତ୍ୟ ମୂଲ୍ୟ ଭରସା, ସମ୍ମାନ ଓ ପରସ୍ପରକୁ ଉଚ୍ଚରେ ଉଠାଇବା। ଆମେ ଏହି କାହାଣୀରୁ ଶିଖିବାକୁ ପାଇଲେ ଯେ ସତ୍ୟ ପ୍ରେମ କେବଳ ସୁଖରେ ସାଙ୍ଗ ଦେବା ନୁହେଁ, କଷ୍ଟ, ସଂଘର୍ଷ ଓ ସ୍ୱପ୍ନ ପୂରଣରେ ପାଖରେ ରହିବା ହିଁ ସତ୍ୟ ପ୍ରେମ। ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଲା, ତାହେଲେ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ, ଯାହାଦ୍ୱାରା କି ଏହିଭଳି ନୂଆ ନୂଆ ଭିଡ଼ିଓ ବନାଇବାରେ ପ୍ରେରଣା ମିଳିବ।